ମଶାରୀ କାକୁ ପଞ୍ଜୁରୀରୁ ଖୋଲି ଦିଅ ଗୋ प्रेमिक आउ प्रेमिका आंकर आकर्षण केते हे भगवान श्रीमंदिर रे जगन्नाथ सांगे सुभद्रार आकर्षण सेते आगे आगे मु पचार धिली पाला वाला आगे आगे सुभद्रा हूँ माँ जगन्नाथ हूँ पुओ 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 सुभद्रा माँ जगन्नाथ पुओ 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 11 दिन बीती गला आउ कौन 1.5 मासे पाला हेले उत्तर दब नाई 1.5 मासे पाला हेले उत्तर दब भय करनी खा 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 पेट पूरे की खा खाइबा ऊपर किसी कहूनी नहीं 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 जहाँ भी हेले हाँ सनातन दास होची मो जीवन हाँ 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 मला पर्यंत मु सनातन दास को भूली पारिबिनी नहीं 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 जदि ओडिशार जने शुभचिंतक गायक थाई नृसिंह होतार एका सोना दास किंतु पेंडाल उपरे छाड़िबिनी रे बापा नहीं नहीं अन्य जतबेले भाई होई पारंती पेंडाल रु गले गोड़ धरिकी मुंडिया मारिबी अच्छा किंतु मंच उपरे आज जाए नृसिंह होता क्या छाड़नी नहीं 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 छाड़नी कि छाड़बनी कि छाड़ी नहीं शरीर भग्न बस एतिगिरे मो अंटा काटिलानी कष्ट होउची कोन करबा तथापि हां मु निरंजनपुर मंच रे पाद देइछि एथि पे 5 गा इत्यादि पाला वाला विष्णु आज आस्तिले सब हां 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 आसीथले सार आमे की अपराध करथिलु अच्छा आम बहिना काहे की रखिलेनी निरंजनपुर बहिना काहे की रखिले 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 हां विष्णु तू निजे थिलु परा आज्ञा कहली ना पाला गाइबा स्थिति रे मु नाही अच्छा मोर मानसिक थिला माँ पाखे पाला गाइबा तेणु माँ मते डाकी अच्छा मोर आसी हाँ हाँ
सोना दास को 7,000 टंकारु अधिक जमा दबुनी ନାଇଁ पाला ठीक होउनी ନା 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 मु किंतु 12 दिन रे ବାସ୍ 1,20,000 नेबी ନେବି ଆଚ୍ଛା ता संगे रे गाड़ी खर्च दबु ହଁ जदि 1,20,000 रु टंकाटे कमेइलु ଆହା ताले मो आखिरु लुह बुहिबो ବାସ୍ काहे कि ए भंगा देहरे भी ଆହା पछ ताके गायक तमे 6 जण लोक रखुछ ଆଚ୍ଛା 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 पाला चालिबो केमि କିପରି ଚାଲିବ କହିଲ ଦେଖି आउ देखो ହଁ नृसिंह होतार पछ थाके केते लोक अछंती ଆହା मो जीवन होची पाला मो प्रवृत्ति होची पाला मो प्रकृति होची पाला ଆହା जेतिकी दिन जाए पाला गाउथी सेतिकी दिन जाए बंची थी ଆଜ୍ଞା 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 जो दिन हाथरू चामर खसी पड़ो ଆହା ହଁ से दिन मरजीवी ହଁ बंचीबिनी ନା तेणु बंची थिला पर्यंत श्रोता माने मोर ବାସ୍ मु जदि मो श्रोता मानकु टिके आनंद न देई पारली ଆହା ताहाले मो पालार मूल्य किछि नाही ଆଚ୍ଛା विरहिणी राधा कांदुछि କାନ୍ଦୁଛି କାନ୍ଦୁଛନ୍ତି କୃଷ୍ଣଙ୍କୁ ନ ପାଇ कहला जदि भल पाइबा नथिला ହଁ 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 मते बाहा होथिलु काई ଆଉ କଣ ହେ ଭଗବାନ कृष्ण राधा को आईची पाला वाला कहते ଆହା कला राधा कृष्ण दुहे भाई भौणी ରାଧା କୃଷ୍ଣ ଦୁହେଁ ଭାଇ ଭଉଣୀ राधा कृष्ण दुहे भाई भौणी ରାଧା କୃଷ୍ଣ ଦୁହେଁ ଭାଇ ଭଉଣୀ ଏହା ନ ଜାଣନ୍ତି ଗୋପ ତରୁଣୀ ଏହା ନ ଜାଣନ୍ତି ଗୋପ ତରୁଣୀ ରାଧା ଠାରୁ କୃଷ୍ଣ ଜନ୍ମ ହେଲା 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 ଏଣୁ ନାମ କାଳେ କାଳେ ବହିଲା ଏଣୁ ନାମ ନାଏ କାଳେ ବହିଲା ରାଧା ଗୋଟି ମାଇ କୃଷ୍ଣ ଭଣଜା ରାଧାବତୀ ପ୍ରାୟ କୃଷ୍ଣ ଭଣଜା ରାଧା ଗୋଟି ମାଇ କୃଷ୍ଣ ଭଣଜା ରାଧା ଗୋପୀ ମାଏ କୃଷ୍ଣ ଭଣଜା ଏଥିପାଇଁ ଉଗ୍ରସେନ ଯେ ରାଜା ଏଥିପାଇଁ କୃଷ୍ଣସେନରେ ରାଜା ତା ଅର୍ଥ ଟିକେ ବତେଇଲନି ହଁ ଲୋକ ଟିକେ ବୁଝିଥାନ୍ତେ ଆଉ କଣ ମୁଁ ଶୋଇଥିଲି ଦୌଡ଼ି ଆସିଲି ମୁଁ କହିଲି ଯାହା ଗୋଟେ ଭଲ ପଦ ପଇଲା ଆହା ପାଲା ବାଲା ବୁଝେଇବି ହଁ ଗାଉଁ ଗାଉଁ କରିକି ଗିଳି ଦଉଛ ମେଞ୍ଚେ ଲେଖେ ଆହା ପାଲା କୁଆଡେ ଯାଉଛି ଓ ପାଲା ବାଲା ଆଜ୍ଞା ଏଇ ସମୟରେ କିଛି କହନି ତଣ୍ଟିରେ ଲାଗିବ ମେଞ୍ଚେ ଗିଳି ଦଉଛ ଆଉ କଣ ଘରେ ଖାଇବାକୁ ପାଉନ ଭାରି ଜାତ ଦଉନି ଘରେ ସେଇ ଅଲଣା ଶୁଖୁଆ ପୋଡା ପଖାଳ ଭାତ ବାସ୍ ଏଠିକି ଆସିକି ବରାଦ କରୁଛ କାଲି ଟିକେ ଚିଙ୍ଗୁଡି କର ଆହା ହଉ ତମ ଦେହେଗରେ କୋଉଦିନ ଚିଙ୍ଗୁଡି ଖାଇଦେଲ ଆଜ୍ଞା ମାଗିକି ଖାଇଲେ ତ ସର୍ବସ୍ୱ ଖାଇବ ଆଉ ଅନୁଷ୍ଠାନକୁ କଣ ମାଗୁଛ ଆଚ୍ଛା ଆରେ ମଟନ ହେଲା ନୃସିଂହ ହୋତା ଖାଇଛି ନା ମାଛ ହେଲା ଆ ନୃସିଂହ ହୋତା ଖାଇଛି ନାଇଁ ଚିଙ୍ଗୁଡି ହେଲା ବାସ୍ ନୃସିଂହ ହୋତା ଖାଇଛି ନାଇଁ ଆଜ୍ଞା ମୋର ସେଇ କାକୁଡି ଫାଳେ ଆ ଟମାଟୋ ପୋଡା ଟିକିଏ ବାସ୍ ଆଉ ଗୋଟେ ଜିନିଷ ଦଉନ ମୋର ଭାରି ପ୍ରିୟ ବାଇଗଣ ପୋଡା ଟିକି ଆଚ୍ଛା ଏତିକି ହେଲେ ମୋ ଭାତ ମୁଠାଏ ମୋ ଖାଇବା ତ ତମେ ଦେଖୁଛ ହଁ 11 ଦିନ ହେଇଗଲା ମୁଁ ଗୋଟେ ବାଇଗଣ ପୋଡା ଖାଇପାରିଲିନି କଣ କାହାଜି ହାଜି ହଁ ହଉ ମୋର ସେ ମଟନ ଚୁଙ୍ଗୁଡି ମୁଁ ମାଗି ଖିଆ সোনা ଦାସ ଗାୟକ ନୁହଁ ନାଇଁ 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 ରାଧା କୃଷ୍ଣ ଦୁହେଁ
ଭାଇ ଭଉଣୀ ବାସ୍ କେମିତି ଭାଇ ଭଉଣୀ ସେ କେମିତି ସେ ଭାଇ ଭଉଣୀ ହେଲେ ରାଧାର ମା କିଏ କୃଷ୍ଣର ମା କିଏ ଆଚ୍ଛା ଆରେ ବୁଢା ଆଜ୍ଞା କୃଷ୍ଣର ମା କିଏ ଆଜ୍ଞା ଦିଟା ମା ଯେ କୋଉ ମା ନା କହିବି କହୁନି ଯେତେବେଳେ ପାରୁଛି ଦେବକୀ ଅଛନ୍ତି ଏବଂ ଯଶୋଦା ଯଶୋଦା ଅଛନ୍ତି କୃଷ୍ଣକୁ ଜନ୍ମ କରିଛି କି ଦେବକୀ ଠିକ ଅଛି ଆଜ୍ଞା ନା କୃଷ୍ଣ ଦେବକୀ ଗର୍ଭରୁ ଜନ୍ମ ହେଇନି ଆଉ କୃଷ୍ଣ ଜନ୍ମ ହେଇଛି ହଁ ଆପଣ ଭାବୁଥିବେ ମୁଁ ଗୋଟେ ଗାଲୁଆ ଗାୟକ ଆଜ୍ଞା 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 ପ୍ରମାଣ ଦେଲା ଆଉ ଗାଡୁଆ କେମିତି ହେବେ ଆପଣ ଭାବୁଥିବେ ମୁଁ ଗୋଟେ ଗାଲୁଆ ଗାୟକ ବାସ୍ କୃଷ୍ଣ ଦେବକୀ ଗର୍ଭରୁ ଜନ୍ମ ହେଇନି ଆଉ ନା କୃଷ୍ଣକୁ ଜନ୍ମ କରିଛି ମା ଯଶୋଦା ଆଚ୍ଛା ପ୍ରମାଣ 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 ନ ଦେଲେ ହବ ଆଉ ସର୍ବଦା ଦ୍ୱିଭୁଜ କୃଷ୍ଣ କଦାନ ତୁ ଚତୁର୍ଭୁଜ ବୃନ୍ଦାବନ ପରିତ୍ୟଜ୍ୟ ପାଦମେ କନଗ ଛାମି କୃଷ୍ଣ ସଦାବେଳେ ଦ୍ୱିଭୁଜ ଆଜ୍ଞା 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 ତା ଜୀବନରେ ସେ ଚତୁର୍ଭୁଜ ହେଇନି ନାଇଁ ନାଇଁ, ନାଇଁ ନାଇଁ, ନାଇଁ, ନାଇଁ ନାଇଁ। ଭୁଜ କୃଷ୍ଣ ହଁ ବୃନ୍ଦାବନ ଅରଣ୍ୟକୁ ଛାଡ଼ିକି ଆଚ୍ଛା ତା ଜୀବନରେ କୁଆଡ଼େ ଯାଇନାହିଁ ବାସ୍ ଆପଣ ମାନଙ୍କ ମନରେ ପୁଣି ପ୍ରଶ୍ନ ଉଠିବ ହଁ ହଁ ଗୋଟିଏ କାହିଁକି କେତେ ପ୍ରଶ୍ନ କେତେ ଉଠିବ? ପ୍ରଶ୍ନ ଆସିବ ତା ଭିତରୁ ଆଉ କେଡ଼େ ଉଲ୍ଟା ଗାୟକ ଏଇଟା ଆଉ କଣ ସେ ତ ମଥୁରାରେ ଜନ୍ମ ହେଲା ହଁ ଗୋପପୁରକୁ ଗଲା ଆଚ୍ଛା ଆଉ କୃଷ୍ଣ କଣ ବୃନ୍ଦାବନ ଅରଣ୍ୟ ଛାଡ଼ିକି କେବେ ଯାଇନି କୁଆଡ଼େ ଆଚ୍ଛା ଆଚ୍ଛା ଏଇ କଥା କଣ କହୁଛନ୍ତି ବୋଲି ନିଶ୍ଚିତ ଭାବୁଥିବେ ମଥୁରା କଟକରେ ଯୋଉ କୃଷ୍ଣ ଜନ୍ମ ହେଲା ଆଚ୍ଛା ଦେବକୀ ଗର୍ଭରୁ ହଁ ହଁ ସେଇଟା ଓରିଜିନାଲ କୃଷ୍ଣ ନୁହଁ ଅରିଜିନାଲ ନୁହନ୍ତି ସେଇଟା ଡୁପ୍ଲିକେଟ ଆଚ୍ଛା ଆଚ୍ଛା ବେଶ କାହିଁକି କାହିଁକି ଦେବକୀ ଗର୍ଭରୁ ଜନ୍ମ ହେଲା ବେଳେ ଏଇଟା ଚତୁର୍ଭୁଜ ହେଇକି ଜନ୍ମ ହେଲା ବେଶ ଠିକ 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 କୃଷ୍ଣ କିନ୍ତୁ ଜୀବନରେ ଚତୁର୍ଭୁଜ ନୁହଁ ନାଇଁ ନାଇଁ, ନାଇଁ ନାଇଁ, ନାଇଁ 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 ଦ୍ୱିଭୁଜ ଦ୍ୱିଭୁଜ କୃଷ୍ଣ ସେଇ ଦ୍ୱିଭୁଜକୁ ମୁଣ୍ଡ ଉପରେ ଦେଇକି ଶୋଇଛି ଶିଆଳି ଲତା ତଳରେ ବାସ୍ ପାଦ ଦିଟା ଯାକୁ ହଲଉଛି 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 ଅଷ୍ଟପାଟ ବଂଶୀ ଭିତରୁ ଆଚ୍ଛା ଆଚ୍ଛା ହଁ ସବୁ କହନ୍ତି ଅଷ୍ଟପାଟ ବଂଶୀ ହଁ 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 ଆଜ୍ଞା ଆଜ୍ଞା ଭୁଲ ବୋଲୁ ସେଟା ଅଷ୍ଟପାଟ ମହିଷୀ ହଁ ମହିଷୀ ଆଜ୍ଞା ମହିଷୀର ଅର୍ଥ ହଉଛି ନାରୀ 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 କୃଷ୍ଣଙ୍କର ଅଷ୍ଟପାଟ ମହିଷୀ କୃଷ୍ଣଙ୍କର ସ୍ତ୍ରୀ କେତେଟା କହିପାରିବୁ ଆଜ୍ଞା କୃଷ୍ଣଙ୍କ ସ୍ତ୍ରୀ ରାଧା ତ ଆଉ କୃଷ୍ଣଙ୍କର ସ୍ତ୍ରୀ କେତେଟା ଆଜ୍ଞା ସେମିତି ମୋତେ ପଢା ସଟ ଟିକେ ପାଲାବାଲାଙ୍କୁ ପଚାରିଲୁ ଯାଉଛନ୍ତି କୃଷ୍ଣଙ୍କ ସ୍ତ୍ରୀ କେତେଟା ଆସିବ
ଆଉ ଖାଲି ଝିଅ ପିଲା ଭଳିଆ ଇଏ ମୋ ବୋପାଲୋ ଇଏ। ତମେ କଣ ଅନୁରାଧା ପଡୁଆଳ ଠୁ ବେଶୀ ଗାଇବ ନା ଭିକାରୀ ବଳ ଠୁ ବେଶୀ ଗାଇଦବ ମ? ଆଉ କଣ ନା ତମେ ଅରବିନ୍ଦ ମୁଦୁଲି ଭଳିଆ ପାଲା ଗାଇଦବ? ନାଇଁ ନାଇଁ। ଆଉ ଖାଲି ଇଏ କଣ ପାଲା ଅର୍ଥ? 9ଟା ରସ ଥବ। ବାସ୍ 9ଟା ରସ ଏକାଠି ହେଲେ ଯାଇକି ପାଲା। ବାସ୍ ଯେମିତି ସକାଳ ପାଇଲେ ଲୋକମାନେ ମନେ ପକେଇବେ କାଲି ଗାୟକ ଏତିକିଟା ରସ ପରିବେଷଣ କଲା କରିଥିଲେ କଲା ବାହେ ହରି। ଆରେ ଗେଡୁ ମୋ ଟୋନଟା ମୋ ସ୍ୱରଟା କଣ ଖରାପ? ମାଇକିନା ତଣ୍ଟି କୋଇଲି ପରାଏ ଅଣ୍ଡିରା ତଣ୍ଟି ଘାବେରା। ମୁଁ ଅଣ୍ଡ୍ରି ପୁଅ ଗାୟକ। ତମ ଗାୟକ ଆସିକି ମୋ ପାଳି ଧରୁ, ମୁଁ ତମ ଗାୟକର ପାଳି ଧରିବି। ଦେଖିବା କିଏ ଅଣ୍ଡ୍ରି ପୁଅ। କିନ୍ତୁ ତମ ଗାୟକ ଟିକେ ମୃଦଙ୍ଗ ବଜେଇ ଜାଣିଛି, ମତେ ସେଇଟା ଆସିନି। ତଥାପି ଧଇଲେ କଣ ଦି ପାହାରେ କୁଟି ଦେବିନି? ମତେ କଣ କ୍ଷୀରତାକ ଦିନି ଧ୍ୟାନ ବଜେଇ ଆସିନି? ବଜେଇ ଦେବି ନା। କଲା ବାହେ ହରି ବିଜେଶି ଆଳି ଲୋଟା ତଳର ଆହେ ହରି ବିଜେଶି ଆଳି ଲତା ତଳର ଆହେ ହରି ବିଜେଶି ଆଳି ଲତା ତଳର ଶ୍ରୀଭୁଜେ ବନମାଳି ବାମ ଚରଣ ତୋଳି 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 ରକ୍ଷୀ ରକ୍ଷିଣ ଜାନୁ ପର ହରି ବିଜେଶି ଆଳି ଲତା ତଳର ଆହେ ହରି ବିଜେଶି ଆଳି ଲତା ତଳର ରାଧା ପଡିଛି ଗଛ ମୂଳରେ ଯମୁନା ତଟରେ, ଆଜ୍ଞା ଆଜ୍ଞା କୃଷ୍ଣ ଶୋଇଛି ଶିଆଳି ଲତାରେ। ଏପଟେ ରାଧା ସେପଟେ କୃଷ୍ଣ। କୃଷ୍ଣ କୃଷ୍ଣ ହେଲେ ପାଲାବାଲା ରାଧାର ଜନ୍ମ କୋଉଠୁ ହେଲା ତମେ ତ କହିଲନି? ପୁରାଣରେ ରାଧା ଗୋଟେ ଶବ୍ଦ ଅଛି କି? ଓଡ଼ିଆ ଭାଗବତ ଜଗନ୍ନାଥ ଦାସ ହୁଅନ୍ତୁ ଆଜ୍ଞା ଆଜ୍ଞା କି ସଂସ୍କୃତ ଭାଗବତରେ ବ୍ୟାସ ହୁଅନ୍ତୁ, ଆଜ୍ଞା ଆଜ୍ଞା ଆପଣ ପଢନ୍ତୁ, କାଲି ଆସିକି କହିବେ ରାଧା ଶବ୍ଦ କୋଉଠି ଭାଗବତରେ ଲେଖା ହେଇଛି? ନାଇଁ ଲେଖା ନାହିଁ। ଲେଖା ନାହିଁ ଆଜ୍ଞା। ରାଧା କଣ ଗୋଟେ ଚରିତ୍ର? ନା 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 ରାଧା ହଉଛି ଗୋଟେ ନାମ। ଆପଣ ମାନେ ଏଠି ଯେତିକି ବସିଛନ୍ତି ଆଜ୍ଞା ସମସ୍ତେ ଜଣେ ଜଣେ ରାଧା। ସମସ୍ତେ ଜଣେ ଜଣେ ରାଧା। ରାଧେଇ ବଇତି ରାଧା। ଆଚ୍ଛା ଯେ ରାକୁ ଧାରଣ କରେ ସେ ରାଧା। ରାଧା 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 ପ୍ରକୃତ ରାଧାକୁ ତମେ ଚିହ୍ନିଲଣି? ଆଉ କଣ? ବହି ଦେଖ। ଆଚ୍ଛା ପୁରାଣରେ ପ୍ରକୃତ ରାଧା ହଉଛି ଯଶୋଦା। ଯଶୋଦା ହଉଛନ୍ତି ରାଧା। ପୁରାଣରେ ଯଦି ଖୋଜିବ ବାସ୍ ପ୍ରକୃତ ରାଧା ହଉଛି ଯଶୋଦା। ଆଚ୍ଛା ଯଶୋଦା ଠୁ ଆଉ କେହି ରାଧା ନାହିଁ। ନାଇଁ 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 ଯାହାକୁ ଅଭିମନ୍ୟୁ ସାମନ୍ତ ସିଂହାର ପ୍ରମାଣ ଦେଲେ। ଆଜ୍ଞା 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 ଦେଖିବା ଆଜ୍ଞା ଶୁଣିବା ନା। କଲା ନିଧନ ସଂଖାଳି ମୋର ଦରି
বাবু ও রুদর হারাম কলা মাণি করে কলা মানি করে কলা মানি করে রুধ কালে তুম হরয়ে কই নন্দন রুদটা পবিনা সনে তুরুদ চন্দন মুখরা মারি করে মুখরা মানি করে প্রকৃত রাধা হচ্ছে যশোদা। এ রাধা শব্দটা উৎপত্তি কেমিতি হেলা, কিপরি রাধা জন্ম কেমিতি হেলা আহা না গোটে বৈকুণ্ঠ ଅଛି। আচ্ছা বৈকুণ্ঠ বলে কেবল ଯୋଉଠି ଲକ୍ଷ୍ମୀ ନାରାୟଣ ସେଇଗୁଟାକ ବୈକୁଣ୍ଠ ନୁହେଁ। ଆଉ ଆଉ ଗୋଟେ ବୈକୁଣ୍ଠ ଅଛି, ତା ନାଁ ହେଲା ନିତ୍ୟପୁର, ନିତ୍ୟ କୃଷ୍ଣ, ନିତ୍ୟ ବୈକୁଣ୍ଠ। ସେ ନିତ୍ୟ ବୈକୁଣ୍ଠ ସେ ନିତ୍ୟ ବୈକୁଣ୍ଠର ଇଷ୍ଟ ହଉଛନ୍ତି ଭଗବାନ କୃଷ୍ଣ। କୃଷ୍ଣ ଜଗତକୁ ଉତ୍ପତ୍ତି କରିଛି କୃଷ୍ଣ ବୋଲି ଆପଣ ଶ୍ରୀମନ୍ଦିର କାଲି ଯାଆନ୍ତୁ, ବଡ଼ ଦେଉଳ ଜଗନ୍ନାଥ ମନ୍ଦିର। ଆଜ୍ଞା ଆଜ୍ଞା, ଆଜ୍ଞା ଆଜ୍ଞା। ହଁ 10ଟା ଅବତାର ହେଇଛି। ହଁ 10 ଅବତାର ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ହଁ ହଁ ପରଶୁରାମ, ରାମ, ହଁ ବଳରାମ, ବୃଦ୍ଧ ଆଉ କଳକି। କଳିକି ଆଜ୍ଞା ଆଜ୍ଞା ବାପା କୃଷ୍ଣ ନାଁଟା 10 ଅବତାରରେ ଅଛି। ଯୋଉ କୃଷ୍ଣ ଏତେ ପ୍ରସିଦ୍ଧ, ଯୋଉ କୃଷ୍ଣ ନାମରେ ହଁ 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 ତମେ ନାମ ଜପୁଛ ହରେ କୃଷ୍ଣ 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 ହରେ ହରେ। ହରେ ହରେ ରାମ ହରେ ରାମ 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 ହରେ ହରେ ତମେ ଜଗନ୍ନାଥକୁ ଡାକୁଛ, ମତ୍ସ୍ୟକୁ ଡାକୁଛ କି କଚ୍ଛପକୁ ଡାକୁଛ କି ପରଶୁରାମକୁ ଡାକୁଛ, ନାଇଁ 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 କୃଷ୍ଣକୁ କାହିଁକି ଡାକୁଛ? ନା ଏ 10ଟା ଅବତାରର ବାପା ହଉଛି କୃଷ୍ଣ। ବାସ୍। ଏ କୃଷ୍ଣ ଦେହରୁ ହଁ ହଁ 10ଟା ଅବତାର ସୃଷ୍ଟି ହେଇଛନ୍ତି। ଆଇ ହଉ ହଁ ନିତ୍ୟପୁରରେ କୃଷ୍ଣ ରହିଛନ୍ତି, ସେଇ କୃଷ୍ଣ ଓରିଜିନାଲ ଆଚ୍ଛା ଧବଳ ମୂର୍ତ୍ତି, ହଁ ଯାହାକୁ ବ୍ରାହ୍ମଣ ମାନେ ଗାଆନ୍ତି। ହଁ ହଁ ଶାନ୍ତାକାରଂ ଭୁଜଗ ଶୟନଂ ପଦ୍ମନାଭ ସୁରେଶಂ ବାସ୍। ବିଶ୍ୱାଧାରಂ ଗଗନ ସଦୃଶଂ ମେଘବର୍ଣ୍ଣଂ ସୁଭାଗಂ ହଁ ଲକ୍ଷ୍ମୀକାନ୍ତಂ କମଳନୟନಂ ଯୋଗୀର୍ବିଧ୍ୟାନଗମ୍ୟଂ ବନ୍ଦେ ବିଷ୍ଣୁ ଭବଭୟହରଂ। ସର୍ବଲୋକୈକନାଥ ସେଇ କୃଷ୍ଣଟି ହେଉଛି ଓରିଜିନାଲ, ଆଚ୍ଛା ଆଜ୍ଞା, ଆଜ୍ଞା। ଯାହା ସ୍ତ୍ରୀ ହେଉଛି ଲକ୍ଷ୍ମୀ। ଲକ୍ଷ୍ମୀ 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 ଏ ବଡ଼ ଦେଉଳରେ ଜଗନ୍ନାଥ ସ୍ତ୍ରୀ ଲକ୍ଷ୍ମୀ ନୁହଁ। ନାଇଁ 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 ମୁଁ କାଲି କହିଥିଲି, ଆଜି ପ୍ରମାଣ ଦେବି। ବାସ୍। ସମସ୍ତ ଗଡ଼ି ଗଡ଼ି ଯାଉଛି। ଆଚ୍ଛା ଜଗନ୍ନାଥର ପ୍ରକୃତ ସ୍ତ୍ରୀ ହେଉଛି ସୁଭଦ୍ରା। ହଁ ମୁଁ କାଲି କହିଥିଲି, ହଁ ହଁ କିନ୍ତୁ ଆଜି ପ୍ରମାଣ ଦେଇକି ଯିବି। ନିଶ୍ଚିତ ତାହେଲେ ଏ ରାଧା ଆଉ କୃଷ୍ଣଙ୍କ ପ୍ରେମ କୋଉଠୁ ଆଇଲା? ଆଚ୍ଛା
ପ୍ରେମ କୋଉଠୁ ଆସିଲା? ନିତ୍ୟପୁରରେ ଭଗବାନ କୃଷ୍ଣ ବସିଥାନ୍ତି ସିଂହାସନ ଉପରେ। ହଁ ମା ରାଧାର ନାଁଟା ଓରିଜିନାଲ କଣ କହିଲ? ଆମେ କୋଉ ଗୋଟାକୁ ରାଧା କହିବା? ହଁ, କାହାକୁ ଆମେ ରାଧା କହିଲେ ବିଶ୍ୱାସ ଯିବା? ତମେ ତ ପାଲା ବାଲା ବହି ଦେଖୁନ, ଆଉ ତମେ ୟା ତାଠୁ ପାଲା ଶୁଣିକି ପାଲା ଗାଉଛ କି ପାଲା ହବ? ଆଚ୍ଛା, ରାଧାର ପ୍ରକୃତର ନାଁ ହେଲା ରାଙ୍କିଣୀ ରାଧା। ହଁ, କୃଷ୍ଣ ହେଲେ ନିତ୍ୟ କୃଷ୍ଣ, ବାସ୍ ରାଧା ହେଲେ ରାଙ୍କିଣୀ ରାଧା। ରାଧା। ଆଚ୍ଛା, କୃଷ୍ଣ ଦିନେ ସିଂହାସନରେ ବସିଥାନ୍ତି, ଆଜ୍ଞା ମୋ ମା ରାଧା ଗାଧେଇକି ଆଉଛି। ଆସୁଛନ୍ତି। ଆଚ୍ଛା ଆଚ୍ଛା ଆଚ୍ଛା,